ଆଜିର 20ଟି ଅନୁଚିନ୍ତା। ଯଦି ବିଲେଇ ଘରେ ପିଲା ଜନ୍ମ କରେ ତାହେଲେ ଜାଣିବେ ଶୁଭ ସମୟ ଆଗମନ ହେଲା। ଶୁଭ କାର୍ଯ୍ୟରେ ଗଲାବେଳେ ଗୁରୁଜନଙ୍କ ପାଦ ସ୍ପର୍ଶ କରି ଯାଆନ୍ତୁ। କେହି ଓଦା ବସ୍ତ୍ର ପିନ୍ଧିଥିଲେ ନମସ୍କାର କରନ୍ତୁ ନାହିଁ। ଶୋଇଥିବା ବ୍ୟକ୍ତିକୁ ନମସ୍କାର କରିବା ଉଚିତ ନୁହେଁ। ଏବଂ 5 ନମ୍ବରଟି ହେଲା ବସିବା ସମୟରେ ଗୋଡ଼ ହଲାଇଲେ କର୍ମକ୍ଷେତ୍ରରେ ନିରାଶ ମିଳିଥାଏ। ସଧବା ନାରୀମାନେ ଗୁରୁବାର ଦିନ ଗୋଡ଼ରେ ଅଳତା ଲଗାଇଲେ ସୌଭାଗ୍ୟବତୀ ହୋଇଥାନ୍ତି ବୋଲି କୁହାଯାଏ। 7 ନମ୍ବର ହେଲା ଆମର ସବୁଦିନ ସକାଳେ ଗାଧୋଇକି ପୂଜା କଲା ପରେ ଦୁଆରର ଡାହାଣ ପାଖରେ କଳସ ରଖି ସେଥିରେ ଗୋଟିଏ ଧଳା ଫୁଲ ରଖିଲେ ଶୁଭ ହୋଇଥାଏ ବୋଲି କୁହାଯାଏ। 8 ନମ୍ବର ହେଲା ଆମର ରୋଷେଇ ଘରେ ତାୱା କିମ୍ବା କଢ଼େଇ ଭଲ ଭାବରେ ସଫା ନକରି ବ୍ୟବହାର କଲେ ରାହୁଙ୍କର ଖରାପ ଦୃଷ୍ଟି ବା କୋପଦୃଷ୍ଟି ପଡ଼ିଥାଏ। 9 ନମ୍ବର ଗରମ କଢ଼େଇ କି ତାୱାରେ କେବେ ହେଲେ ପାଣି ପକାଇବେ ନାହିଁ। ଏହାର ଶବ୍ଦ ଘର ପାଇଁ ଭଲ ହୋଇନଥାଏ। 10 ନମ୍ବର ଘରେ କୌଣସି ଅଳିଆ ଜମା କରନ୍ତୁ ନାହିଁ କି ବୁଢ଼ିଆଣୀ ବସା ଘରେ ରଖନ୍ତୁ ନାହିଁ। ତାକୁ ତୁରନ୍ତ ଆପଣ ସଫା କରି ଦିଅନ୍ତୁ। ଗୁରୁବାର ଦିନ ଠାକୁର ଘର ସଫା କରନ୍ତୁ ନାହିଁ। ରାତିରେ ପିତା ଜିନିଷ ଦହି ଶାଗ କି ପଇଡ଼ ପାଣି ପିଅନ୍ତୁ ନାହିଁ। ଏହା ସ୍ୱାସ୍ଥ୍ୟ ପକ୍ଷେ କ୍ଷତିକାରକ ଅଟେ। ଦୁଆରେ ବସା ହୋଇଥିବା କଳସ ମାଟିର ହେଇଥିଲେ ବହୁତ ଶୁଭ ଫଳ ମିଳେ। ଆମେ ତମ୍ବା କି ପିତ୍ତଳ କଳସ ମଧ୍ୟ ରଖିପାରିବା। ଗାଧୁଆ ଘରେ ନଖ କାଟନ୍ତୁ ନାହିଁ କି ଦାଢ଼ି ମଧ୍ୟ କାଟିବେନି କି ମୁଣ୍ଡ ମଧ୍ୟ କୁଣ୍ଡେଇବେନି ଗାଧୁଆ ଘରେ। 15 ନମ୍ବର ମନ୍ଦିର ଦର୍ଶନରେ ଗଲେ ମନ୍ଦିର ଭିତରେ କିଛି ସମୟ ବସି ଭଗବାନଙ୍କ ବିଷୟରେ ଚିନ୍ତା କରନ୍ତୁ। ଏହା ବହୁତ ଶୁଭ ଫଳ ଦେବ। 16 ନମ୍ବର ଟଙ୍କା ଗଣିବା ସମୟରେ କେବେ ବି ଛେପ ଲଗାଇ ଗଣନ୍ତୁ ନାହିଁ। ଏହାଦ୍ୱାରା ଦରିଦ୍ରତା ଲାଗି ରହିବ। ପାଣି ଲଗାଇ ଆପଣମାନେ ଟଙ୍କା ଗଣିପାରିବେ। ଜନ୍ମ ମାସରେ ପୁଅ ଝିଅଙ୍କର ବିବାହ କରିବା ଉଚିତ ନୁହେଁ। ଗୁରୁବାର ଦିନ ବାଳ କି ନଖ କାଟନ୍ତୁ ନାହିଁ। ଯଦି ମାଙ୍କଡ଼ ଫଳ ଖାଇସାରି ଚୋପା ଘର ଆଗରେ ପକାଏ ତାହାହେଲେ ଜାଣିବେ ଶୁଭ ସମୟଟି ଆସିଗଲା। ସବୁ ଶୁଭ କାମ ଭଗବାନଙ୍କୁ ସମର୍ପଣ କରି